ଯେତେବେଳେ ଦୁବାଇ ଫାଷ୍ଟ ହେଇଥିଲା ସେତେବେଳେ ଲାଗୁଥିଲା କି ସତରେ ଓଡ଼ିଆ ଫିଲ୍ମର ଆୱାର୍ଡ଼ ଫଙ୍କସନ୍ ଦୁବାଇରେ ହେବ। କରିକି ଦେଖେଇଲେ। ଦୁବାଇ ପରେ ସିଙ୍ଗାପୁର କରିକି ଦେଖେଇଲେ। ସିଙ୍ଗାପୁର ପରେ ପୁଣି ଦୁବାଇ କରିକି ଦେଖେଇଲେ। ପୁଣି ଏବେ ସମସ୍ତଙ୍କୁ ନମସ୍କାର। ପ୍ରଥମ ଥ୍ୟାଙ୍କ ୟୁ କହିବି ଯେ ଇଭେଣ୍ଟ ଆଣ୍ଡ ରମେଶ ଭାରି ଭାଇଙ୍କୁ ଯେ ଗୋଟେ ସ୍ୱପ୍ନ ପରେ ସ୍ୱପ୍ନ ସବୁ ସମସ୍ତଙ୍କର ସେ ପୂରଣ କରି ଚାଲିଛନ୍ତି। ଯେତେବେଳେ ଦୁବାଇ ଫାଷ୍ଟ ହେଇଥିଲା ସେତେବେଳେ ଲାଗୁଥିଲା କି ସତରେ ଓଡ଼ିଆ ଫିଲ୍ମର ଆୱାର୍ଡ଼ ଫଙ୍କସନ୍ ଦୁବାଇରେ ହେବ। କରିକି ଦେଖେଇଲେ। ଦୁବାଇ ପରେ ସିଙ୍ଗାପୁର କରିକି ଦେଖେଇଲେ। ସିଙ୍ଗାପୁର ପରେ ପୁଣି ଦୁବାଇ କରିକି ଦେଖେଇଲେ। ପୁଣି ଏବେ ଲଣ୍ଡନ ଯେମିତିକି ଏଥର ସ୍ୱପ୍ନର ସହର ଲଣ୍ଡନ ସମସ୍ତଙ୍କର ସ୍ୱପ୍ନର ସହର ଲଣ୍ଡନ। ଆଉ ମୁଁ ତାଙ୍କ ଭିତରେ ମୁଁ ଦେଖିଛି ସେ ଯେଉଁ ପାୱାର ହଉ ସେ ପ୍ୟାସନ୍ ହଉ ସେ କନଫିଡେନ୍ସ ହଉ ଆଉ ସମସ୍ତଙ୍କୁ ନେଇକି ଏକତ୍ରିତ କରିକି ଗୋଟେ ସହଜ କାମ ନୁହଁ ନେଇକି ପୂରଣ କରୁଛନ୍ତି ଆଉ ସମସ୍ତେ ବହୁତ ଖୁସି ଅଛନ୍ତି। ଆଉ ସବୁ ନିଶ୍ଚିତ ଭାବରେ ସବୁ ଆର୍ଟିଷ୍ଟ ମାନଙ୍କର ଆଉ ଯିଏ ବି ଯାଉଛନ୍ତି ସମସ୍ତଙ୍କ ନିଶ୍ଚିତ ଭାବରେ ସପୋର୍ଟ ରହିବ ଆଣ୍ଡ ୱି ହୋପ୍ କି ଗୋଟେ ସକ୍ସେସଫୁଲ ଇଭେଣ୍ଟ ଲଣ୍ଡନରେ ହେବ। ନିଶ୍ଚିତ ପରଫର୍ମାନ୍ସ ତ ରହିବ କେଉଁଠାରେ ହେବ କିଛି ଫାଇନାଲ ହେଇନି। ପରଫର୍ମାନ୍ସ ରହିବ ଆଉ ବହୁତ ଆମେ ଏକ୍ସାଇଟେଡ଼ ବି ଆମର ଯେଉଁ ମାନେ ଭାଇମାନେ ଅଛନ୍ତି ଲଣ୍ଡନରେ ତାଙ୍କୁ ଦେଖା କରିବା ପାଇଁ ବହୁତ ବହୁତ ଖୁସି ଲାଗୁଛି। ମାନେ ଗୋଟେ ସ୍ୱପ୍ନ କହିବାକୁ ଗଲେ ଯେମିତିକି ସ୍ୱପ୍ନର ସହ ଲଣ୍ଡନରେ ନିଶ୍ଚିତ ଭାବରେ ସବୁ କଳାକାର ମାନଙ୍କର ଗୋଟେ ସ୍ୱପ୍ନ ଗୋଟେ ରିଜନାଲ ଫିଲ୍ମର ଆୱାର୍ଡ଼ ଫଙ୍କସନ୍ ଲଣ୍ଡନ ହେବା ଗୋଟେ ଛୋଟିଆ କଥା ନୁହଁ। ନିଶ୍ଚିତ ଭାବରେ ଗୋଟେ ସ୍ୱପ୍ନ ସମସ୍ତଙ୍କ ପାଇଁ।